ଦେଖନ୍ତୁ ଚାଷୀମାନଙ୍କ ପାଇଁ ପିଏମ୍ କିଷାନ ଯୋଜନାରେ ବଡ଼ ଘୋଷଣା ଜାରି କରାଯାଇଛି। ଗୋଟିଏ ଜମିରେ ଦୁଇ ଭାଇ ଚାଷ କରୁଥିଲେ, କାହାକୁ ମିଳିବ ପିଏମ୍ କିଷାନର ଟଙ୍କା। ବାପାଙ୍କ ଅନ୍ତେ ଆପଣଙ୍କ ପରିବାରରେ ଯେଉଁ ଚାଷ ଜମି ରହିଛି ସେଠି ଦୁଇ ଭାଇ ଚାଷ କରନ୍ତୁ କିମ୍ବା ତିନି ଭାଇ ଚାଷ କରନ୍ତୁ କିମ୍ବା ସମସ୍ତେ ମିଳିମିଶିକି ଚାଷ କରନ୍ତୁ, ତ ସେ କ୍ଷେତ୍ରରେ ପିଏମ୍ କିଷାନର ଟଙ୍କା କାହାକୁ ମିଳିବ? ଦେଖନ୍ତୁ ଆପଣଙ୍କର ଚାଷ ଜମି ଭାଗ ଭାଗ ହେଇଯାଇଛି, ତ ଏହି ଗୋଟିଏ ଚାଷ ଜମି ଯେତେବେଳେ ଭାଗ ଭାଗ ହେଇଯାଉଛି ସମସ୍ତଙ୍କୁ କ'ଣ ପିଏମ୍ କିଷାନ ଯୋଜନାର ଟଙ୍କା ମିଳିବ କି ନାହିଁ, ତ ଆପଣଙ୍କର ବି ପ୍ରଶ୍ନ ରହିଥିବ। ଏହାକୁ ନେଇ ସରକାର ବଡ଼ ଘୋଷଣା ଜାରି କରିଛନ୍ତି। ପିଏମ୍ କିଷାନ ଯୋଜନାରେ ଗୋଟିଏ ପରିବାରରେ କେତେ ଜଣ ଚାଷୀ କିସ୍ତି ଟଙ୍କା ପାଇପାରିବେ, ଏହାର ଯୋଗ୍ୟତା ମାନଦଣ୍ଡରେ କ'ଣ ପରିବର୍ତ୍ତନ କରାଯାଇଛି, ସମ୍ପୂର୍ଣ୍ଣ ତଥ୍ୟ ଏହି ଭିଡ଼ିଓ ମାଧ୍ୟମରେ ମୁଁ ଆପଣମାନଙ୍କୁ ବିସ୍ତାର ରୂପେ ଜଣାଇବି। ସେଥିପାଇଁ ଆପଣମାନେ ଭିଡ଼ିଓଟିକୁ ବିନା ସ୍କିପ୍ରେ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ଯାହାଫଳରେ ଆପଣମାନେ ଡିଟେଲ୍ସ ଇନଫର୍ମେସନ୍ ପାଇପାରିବେ। ଏବଂ ଭିଡ଼ିଓଟିକୁ ଆରମ୍ଭ କରିବା ପୂର୍ବରୁ ଆପଣ ସମସ୍ତଙ୍କୁ କହି ରଖିବି, ଚ୍ୟାନେଲରେ ଯଦି ନୂଆ କରି ଆପଣମାନେ ଭିଡ଼ିଓଟିକୁ ଦେଖୁଥାନ୍ତି ଏପର୍ଯ୍ୟନ୍ତ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି, ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ, ଭିଡ଼ିଓକୁ ଗୋଟେ ଲାଇକ୍ କରିଦିଅନ୍ତୁ। ଦେଖନ୍ତୁ ସୋସିଆଲ ମିଡ଼ିଆରେ ଏବେ ବଡ଼ ଚର୍ଚ୍ଚାର ବିଷୟ ପାଲଟିଛି। ଗୋଟିଏ ଜମିରେ ଦୁଇ ଜଣ ଚାଷ କରୁଥିଲେ, କାହାକୁ ମିଳିବ 6,000 ଟଙ୍କା। ଏଠି ଦୁଇ ଜଣ ଚାଷ କରିଥିବା ବଡ଼ କଥା ନୁହେଁ, ହୁଏତ ଗୋଟିଏ ପରିବାରରେ ତିନି ଜଣ ବି ଚାଷ କରିଥାଇ ପାରନ୍ତି କିମ୍ବା ସମସ୍ତେ ମିଶିକି ମଧ୍ୟ ଚାଷ କରିଥାଇ ପାରନ୍ତି, କିନ୍ତୁ ଗୋଟିଏ ପରିବାରରେ କେତେ ଜଣ ଚାଷୀଙ୍କୁ ପିଏମ୍ କିଷାନ ଯୋଜନାର କିସ୍ତି ଟଙ୍କା ମିଳିବ, ଏହାର ଯୋଗ୍ୟତା ମାନଦଣ୍ଡ କ'ଣ ରହିଛି, ତ ଆପଣମାନେ ଜାଣିବା ନିହାତି ଜରୁରୀ। ଯଦି ଆପଣମାନେ ପିଏମ୍ କିଷାନ ଯୋଜନାରୁ କିସ୍ତି ଟଙ୍କା ଲଗାତାର ଭାବେ ପାଇ ଆସୁଛନ୍ତି, 23ତମ କିସ୍ତି ଟଙ୍କା ପାଇଛନ୍ତି, 24ତମ କିସ୍ତି ଟଙ୍କା ପାଇବା ପାଇଁ ଅପେକ୍ଷା କରିଛନ୍ତି, ଆପଣ ନୂଆ କରି ମଧ୍ୟ ଆବେଦନ କରିଛନ୍ତି, ଅପେକ୍ଷା କରିଛନ୍ତି ଆପଣମାନଙ୍କର ଏପ୍ରୁଭାଲ୍ କେବେ ହେବ, ତ ସମସ୍ତଙ୍କ ପାଇଁ ଏ ଭିଡ଼ିଓଟି ଗୁରୁତ୍ୱପୂର୍ଣ୍ଣ ରହିଛି। 24ତମ କିସ୍ତି ଟଙ୍କା ଆସିବା ପୂର୍ବରୁ ଚାଷୀମାନଙ୍କ ପାଇଁ ବଡ଼ ସୂଚନା ଜାରି କରିଛନ୍ତି କେନ୍ଦ୍ର ସରକାର। ଆପଣ ସମସ୍ତେ ଜାଣିଥିବେ କେନ୍ଦ୍ର ସରକାରଙ୍କ ତରଫରୁ ଚାଷୀମାନଙ୍କ ପାଇଁ ଏକ ଖୁସି ଖବର ମଧ୍ୟ ଘୋଷଣା କରାଯାଇଥିଲା। ପିଏମ୍ କିଷାନ ଯୋଜନାରେ ଆଉ 5 ବର୍ଷ ମଧ୍ୟ ବୃଦ୍ଧି କରାଯାଇଛି। ଚାଷୀମାନେ ଏ ସୂଚନାକୁ ନେଇ ବେଶ ଖୁସି ଅଛନ୍ତି, କାରଣ ଆଉ 5 ବର୍ଷ ପିଏମ୍ କିଷାନ ଯୋଜନାରେ ସେମାନେ କିସ୍ତି ଟଙ୍କା ପାଇପାରିବେ। ତ 2,000 ଟଙ୍କା ଆଜିକା ଡେଟ୍ରେ କିଛି ବଡ଼ କଥା ନୁହେଁ। ଦରଦାମ ଯେମିତି ହୁ ହେଇକା ବଢ଼ି ଚାଲିଛି, ଚାଷୀମାନଙ୍କର ଟେନସନ୍ ମଧ୍ୟ ରହିଛି, ସେ କ୍ଷେତ୍ରରେ 2,000 ଟଙ୍କା ମଧ୍ୟ ଆଶ୍ୱସ୍ତି ପ୍ରଦାନ କରେ ଚାଷୀମାନଙ୍କୁ। କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଦେଶର ଲକ୍ଷ ଲକ୍ଷ କ୍ଷୁଦ୍ର ଓ ନାମମାତ୍ରା ଚାଷୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସହାୟତା। ଏହି ଯୋଜନା ଅଧୀନରେ ସରକାର ପ୍ରତିବର୍ଷ 3ଟି କିସ୍ତିରେ 2,000 ଲେଖାଏଁ 6,000 ଆର୍ଥିକ ସହାୟତା ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାନ୍ତି। ଆପଣ ସମସ୍ତେ ଜାଣିଛନ୍ତି ପିଏମ୍ କିଷାନ ଯୋଜନାରେ ଯେଉଁମାନେ ଯୋଗ୍ୟ ଚାଷୀ ଅଟନ୍ତି ସେମାନେ ତାଙ୍କର ଆକାଉଣ୍ଟକୁ ଅପଡ଼େଟ୍ କରାନ୍ତି, ସେମାନେ ପ୍ରତିବର୍ଷ 3ଟି ସମାନ କିସ୍ତିରେ 2,000 ଲେଖାଏଁ ବର୍ଷକୁ 6,000 ଟଙ୍କା ପାଇପାରନ୍ତି। ସେହି ଚାଷୀମାନେ ଯେଉଁ ଚାଷୀଙ୍କର ଆଧାର କାର୍ଡ଼ ସହିତ ବ୍ୟାଙ୍କ ଆକାଉଣ୍ଟ ସଂଯୋଗ ଡିବିଟ୍ ସକ୍ରିୟ EKYC ସମ୍ପୂର୍ଣ୍ଣ କରିଛନ୍ତି, ସେହି ଚାଷୀମାନେ ଯୋଗ୍ୟ ବିବେଚିତ ହୁଅନ୍ତି। ସେହି ଚାଷୀମାନଙ୍କ ଆକାଉଣ୍ଟରେ 2,000 ଟଙ୍କା କିସ୍ତି ଆସିପାରିଥାଏ। ଯେଉଁ ଚାଷୀମାନଙ୍କ ପିଏମ୍ କିଷାନ ଯୋଜନା ଆକାଉଣ୍ଟରେ କିଛି ତ୍ରୁଟି ପରିଲକ୍ଷିତ ହେଉଛି, ଆପଣମାନେ 24ତମ କିସ୍ତି ଟଙ୍କା ପାଇବା ପୂର୍ବରୁ ଏହି ତ୍ରୁଟିକୁ ସଂଶୋଧନ କରିନିଅନ୍ତୁ। ଆପଣମାନେ ଏହି ତ୍ରୁଟିକୁ ନିଜର ମୋବାଇଲ ମାଧ୍ୟମରେ ମଧ୍ୟ ସଂଶୋଧନ କରିପାରିବେ। ଯାହା ଭିଡ଼ିଓ ଆପଣମାନଙ୍କୁ ପ୍ରୋଭାଇଡ଼ କରାହେଉଛି, ଆପଣମାନେ ଭିଡ଼ିଓକୁ ଫଲୋ କରିକି ମଧ୍ୟ ଆପଣ ଘରେ ବସି ନିଜର ସ୍ମାର୍ଟଫୋନ୍ ମାଧ୍ୟମରେ ଏହି ତ୍ରୁଟିର ସମାଧାନ ଆପଣ କରିପାରିବେ, ନଚେତ୍ ଆପଣ ନିକଟସ୍ଥ ଜନସେବା କେନ୍ଦ୍ରକୁ ଯାଇ ଆପଣମାନଙ୍କର ତ୍ରୁଟିକୁ ଆପଣମାନେ ସଂଶୋଧନ କରିପାରିବେ, ନଚେତ୍ ଆପଣ ନିକଟସ୍ଥ କୃଷକ ସାଥୀ କୃଷକ ଅଧିକାରୀଙ୍କ ସହିତ ଆପଣ ଯୋଗାଯୋଗ କରି ଆପଣମାନଙ୍କର ଆକାଉଣ୍ଟକୁ ଥରେ ଯାଞ୍ଚ କରି ସେଥିରେ କ'ଣ ତ୍ରୁଟି ରହିଛି ତାଙ୍କ ପାଖରୁ ପରାମର୍ଶ ଆଣି ସେ ତ୍ରୁଟି ଦିଗରେ ଆପଣମାନେ କାର୍ଯ୍ୟ କଲେ ଆପଣ ମଧ୍ୟ ବାକି ଥିବା କିସ୍ତି ଟଙ୍କା ସହିତ 24ତମ କିସ୍ତି ଟଙ୍କା ପାଇପାରିବେ। କିନ୍ତୁ ଗାଁ ଓ ସହରରେ ଏହି ଯୋଜନାକୁ ନେଇ ଏବେ ବି ବହୁ ଦ୍ୱନ୍ଦ୍ୱ ରହିଛି। ସବୁଠାରୁ ବଡ଼ ପ୍ରଶ୍ନ ସେତେବେଳେ ଉଠେ ଯେତେବେଳେ ଦୁଇ ଜଣ ବ୍ୟକ୍ତି ଯେପରିକି ବାପା ଓ ପୁଅ କିମ୍ବା ଦୁଇ ଭାଇ ଗୋଟିଏ ଜମିରେ
ଚାଷ କରନ୍ତି। ଦେଖନ୍ତୁ ପିଏମ୍ କିଷାନ ଯୋଜନାକୁ ନେଇ ଚାଷୀମାନଙ୍କ ମନରେ ଏବେ ଦ୍ୱନ୍ଦ୍ୱ ସୃଷ୍ଟି ହେଇଛି। ଦ୍ୱନ୍ଦ୍ୱ କହିବାକୁ ଗଲେ ଗୋଟିଏ ଜମିରେ କେତେ ଜଣ ପିଏମ୍ କିଷାନ ଯୋଜନାର ଲାଭ ଉଠାଇ ପାରିବେ। ଯଦି ଜମିଟି ଭାଗ ହୋଇନଥାଏ କିମ୍ବା ସେଇ ଜମିରେ 2 ଜଣ ବ୍ୟକ୍ତି ଚାଷ କରନ୍ତୁ କିମ୍ବା 3 ଜଣ ବ୍ୟକ୍ତି ଚାଷ କରନ୍ତୁ କିମ୍ବା ପରିବାର ସମସ୍ତେ ମିଶିକି ଚାଷ କରନ୍ତୁ ବାପାଙ୍କୁ ଛାଡ଼ିକି, ତ ତେବେ ପରିବାରର କେଉଁ ସଦସ୍ୟକୁ ପିଏମ୍ କିଷାନ ଯୋଜନାର କିସ୍ତି ଟଙ୍କା ମିଳିବ? ସରକାରଙ୍କ ତରଫରୁ ଏହାକୁ ନେଇ କ'ଣ ଘୋଷଣା ଜାରି କରାଯାଇଛି? ଚାଷୀମାନଙ୍କର ଏଇ ଯେଉଁ ଦ୍ୱନ୍ଦ୍ୱଟିକୁ ରହିଛି, ସରକାର ଏହି ଦ୍ୱନ୍ଦ୍ୱଟିକୁ କ୍ଲିୟର କରିବା ପାଇଁ କ'ଣ ସୂଚନା ଦେଇଛନ୍ତି? ଲୋକମାନେ ଭାବନ୍ତି ଯେ ଯଦି ସେମାନଙ୍କ ନାମ ଜମି କାଗଜପତ୍ରରେ ଅଛି, ତେବେ ପରିବାରର ପ୍ରତ୍ୟେକ ସଦସ୍ୟଙ୍କୁ ଅଲଗା ଅଲଗା ଭାବେ 6,000 ଟଙ୍କା ମିଳିବ। ଆସନ୍ତୁ ବୁଝିବା ନିୟମ କ'ଣ କହୁଛି। ଦେଖନ୍ତୁ ଯେଉଁ ପରିବାରରେ ସଦସ୍ୟମାନଙ୍କର ଚାଷ ଜମିରେ ନାମ ରହିଛି, ସେମାନେ ଭାବୁଛନ୍ତି ତ ଆମକୁ ମଧ୍ୟ ପିଏମ୍ କିଷାନ ଯୋଜନାର କିସ୍ତି ଟଙ୍କା ମିଳିବ। ତ ଯେତେ ଜଣଙ୍କ ପରିବାର ସଦସ୍ୟଙ୍କର ନାମ ରହିଛି ଚାଷ ଜମିରେ, ସେହି ସଦସ୍ୟ ଯଦି ପିଏମ୍ କିଷାନ ଯୋଜନାରେ ଆବେଦନ କରୁଛନ୍ତି, ସେମାନଙ୍କର ଆବେଦନ ଫର୍ମଟି ରିଜେକ୍ଟ ହେବ ନା ଏପ୍ରୁଭାଲ୍ ହେବ? ଏହି କ୍ଷେତ୍ରରେ ଆଗରୁ ବି ଯେଉଁ ଚାଷୀମାନେ ଆବେଦନ କରିଛନ୍ତି ସେମାନଙ୍କୁ ପିଏମ୍ କିଷାନ ଯୋଜନାର କିସ୍ତି ଟଙ୍କା ମିଳିବ କି ନାହିଁ, ଏହାକୁ ନେଇ କ'ଣ ରହିଛି ନିୟମ, ଆସନ୍ତୁ ବିସ୍ତାର ରୂପେ ଜାଣିବା। ଦେଖନ୍ତୁ ପ୍ରଧାନମନ୍ତ୍ରୀ କିଷାନ ଯୋଜନା ନିର୍ଦ୍ଦେଶାବଳୀ ଅନୁଯାୟୀ ବାପାଙ୍କ ନାମ ସହ ନାବାଳକ ପୁଅ କିମ୍ବା ସ୍ତ୍ରୀଙ୍କ ନାମ ଜମି କାଗଜପତ୍ରରେ ତାଲିକାଭୁକ୍ତ ଥିଲେ ପରିବାରର କେବଳ ଜଣେ ବ୍ୟକ୍ତି ଯୋଜନାର ଲାଭ ପାଇପାରିବେ। ଯଦି ପୁଅର ବୟସ 18 ବର୍ଷରୁ ଅଧିକ ବୟସ କିମ୍ବା ବୟସ୍କ, ତେବେ ପରିସ୍ଥିତି ଭିନ୍ନ। ଯଦି ପୁଅର ନାମ ସରକାରୀ ରେକର୍ଡରେ ଏକ ପୃଥକ ଅଂଶୀଦାର କିମ୍ବା ସହଭାଗୀଦାର ଭାବରେ ପଞ୍ଜୀକୃତ ହୋଇଥାଏ ଓ ତାଙ୍କର ଏକ ପୃଥକ ରାସନ କାର୍ଡ଼ ଥାଏ, ତେବେ ପ୍ରାପ୍ତ ବୟସ୍କ ପୁଅ ଏହି ଯୋଜନା ପାଇଁ ପୃଥକ ଭାବରେ ଆବେଦନ କରିପାରିବେ। ଯଦି ଜମି କାଗଜପତ୍ର କେବଳ ବାପାଙ୍କ ନାମରେ ଥାଏ ଏବଂ ପୁଅ କେବଳ ଚାଷ କାମରେ ସାହାଯ୍ୟ କରୁଥାଏ, ତେବେ ପୁଅ କୌଣସି ଟଙ୍କା ପାଇବ ନାହିଁ। ଦେଖନ୍ତୁ ପୈତୃକ ସମ୍ପତ୍ତିରେ 2 କିମ୍ବା ତତୋଧିକ ଭାଇଙ୍କ ନାମ ରହିବା ସାଧାରଣ କଥା। ଯଦି ଉଭୟ ଭାଇ ସରକାରୀ ରାଜସ୍ୱ ରେକର୍ଡରେ ପୃଥକ ଅଂଶୀଦାର ଭାବରେ ପଞ୍ଜୀକୃତ ହୋଇଥାନ୍ତି ଓ ସେମାନଙ୍କର ପୃଥକ ପରିବାର ଏବଂ ରାସନ କାର୍ଡ଼ ଥାଏ, ତେବେ ପ୍ରତ୍ୟେକ ଭାଇ ବ୍ୟକ୍ତିଗତ ଭାବରେ 6,000 ଲାଭ ଦାବି ପାଇଁ ହକଦାର ଅଟନ୍ତି। କିନ୍ତୁ ଯଦି ଜମି କାଗଜପତ୍ରରେ ବିଭକ୍ତି ହୋଇନାହିଁ ଏବଂ 2 ଭାଇ ଏକ ଯୌଥ ପରିବାରରେ ରହୁଛନ୍ତି, ତେବେ କେବଳ ଜଣେ ଭାଇ କିସ୍ତି ପାଇବେ। ଯଦି ଆପଣ ଗୋଟିଏ ଜମିର 2 ଜଣ ପୃଥକ ଅଂଶୀଦାର ଏବଂ ଏହି ଯୋଜନାରୁ ଲାଭ ପାଇବାକୁ ଚାହୁଁଛନ୍ତି, ତେବେ ଏହି ସର୍ତ୍ତଗୁଡ଼ିକ ପୂରଣ କରିବା ବାଧ୍ୟତାମୂଳକ। ସରକାରୀ ଜମି ରେକର୍ଡରେ ଉଭୟଙ୍କ ନାମ ସ୍ପଷ୍ଟ ଭାବରେ ପୃଥକ ଅଂଶୀଦାର ଭାବରେ ଦେଖାଯିବା ଆବଶ୍ୟକ। ଦେଖନ୍ତୁ ଆବେଦନକାରୀଙ୍କ ଆଧାର କାର୍ଡ଼ ବ୍ୟାଙ୍କ ଆକାଉଣ୍ଟ ସହିତ ଲିଙ୍କ ହୋଇଥିବା ଆବଶ୍ୟକ ଏବଂ ଡିବିଟି ଅର୍ଥାତ୍ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର ସକ୍ଷମ ହୋଇଥିବା ଆବଶ୍ୟକ। ସକ୍ଷମ ହୋଇଥିବା ଆବଶ୍ୟକ ବ୍ୟାଙ୍କ ଆକାଉଣ୍ଟ ଏବଂ ଆଧାର କାର୍ଡ଼ରେ ନାମର ସ୍ପେଲିଂ ଠିକ୍ ସମାନ ହେବା ଆବଶ୍ୟକ। ପୋର୍ଟାଲରେ ଜମି ବିହନ ଯାଞ୍ଚ ଅର୍ଥାତ୍ ଲ୍ୟାଣ୍ଡ ସିଡିଂ ଏବଂ EKYC ସମ୍ପୂର୍ଣ୍ଣ ହେବା ଆବଶ୍ୟକ।